ତୁଳାରାଶିର ବ୍ୟକ୍ତିବିଶେଷ ମାନଙ୍କର ଜୀବନ ଏହି ସାବିତ୍ରୀ ଅମାବାସ୍ୟା ଠାରୁ ବଦଳିବାକୁ ଯାଉଅଛି। କାରଣ ଗ୍ରହ ନକ୍ଷତ୍ର ମାନଙ୍କର ଚଳନରେ ଗୋटे ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଏମାନଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଅଛି ଏବଂ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଦେଖନ୍ତୁ, ବୃହସ୍ପତି, ରାହୁକେତୁ ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଆପଣଙ୍କର ଜୀବନରେ କିଛି ବଡ଼ ହେବାକୁ ଯାଉଅଛି। ଏହି ସାବିତ୍ରୀ ଅମାବାସ୍ୟା ଠାରୁ ଆପଣଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଅଛି। ପୁନର୍ବାର ଆପଣଙ୍କର ଜୀବନରେ ଖୁସି ଫେରିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ସାବିତ୍ରୀ ଅମାବାସ୍ୟା ଠାରୁ ଆପଣଙ୍କର ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାର ଅଛି। ଏହା ପୂର୍ବରୁ ଯଦି ଆପଣଙ୍କର ବି ତୁଳା ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ସାବିତ୍ରୀ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ପୂର୍ବରୁ ଦେବଗୁରୁ ବୃହସ୍ପତି ଆପଣଙ୍କର ଅଷ୍ଟମ ଭାବରେ ଥିଲେ, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, ଧନଜନିତ ସମସ୍ୟା ଦେଖା ଦେଉଥିଲା। ଆପଣ ଋଣ ନେଇଥିଲେ କିନ୍ତୁ ଋଣ ଶୁଝି ପାରୁନଥିଲେ। ରାହୁ ଆପଣଙ୍କର ଷଷ୍ଠରେ ଥିବାରୁ ଋଣର ଭାର ଆପଣଙ୍କର ଉପରେ ବଢ଼ିଯାଇଥିଲା। ଗୃହ ପରିବାରରେ ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା। ଆପଣଙ୍କର ଅନେସେସରୀ ଖର୍ଚ୍ଚ ହେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ ନଥିଲା। ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ଥିଲେ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଲସ୍ ହେଉଥିଲା। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା। ତେବେ ଏହିଭଳି ଯାହା ବି ସମସ୍ୟା ଆପଣଙ୍କର ଜୀବନରେ ଚାଲୁଥିଲା, ତାହା ଏବେ ଦୂର ହେବାକୁ ଯାଉଅଛି। ଏହି ସାବିତ୍ରୀ ଅମାବାସ୍ୟା ଠାରୁ ଆପଣଙ୍କର ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଅଛି। ସର୍ବପ୍ରଥମେ ଦେଖନ୍ତୁ, ଦେବଗୁରୁ ବୃହସ୍ପତିଙ୍କର ମହାପରିବର୍ତ୍ତନ ହେଉଅଛି। ବୃହସ୍ପତି ପୂର୍ବରୁ ଆପଣଙ୍କର ଅଷ୍ଟମ ଭାବରେ ଥିଲେ, ଯାହାଫଳରେ ଆପଣ ଅନେକ ପ୍ରକାରର ସମସ୍ୟାରେ ଘେରି ହୋଇ ରହିଥିଲେ। ଆପଣଙ୍କର ସ୍ୱାସ୍ଥ୍ୟର ମଧ୍ୟ ସମସ୍ୟା ଦେଖା ଦେଉଥିଲା। ଧନଜନିତ ସମସ୍ୟା ଦେଖା ଦେଉଥିଲା। କିନ୍ତୁ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ଆପଣଙ୍କର ଭାଗ୍ୟ ଭାବ ନବମ ଭାବକୁ ଚଳନ କରୁଛନ୍ତି ଏବଂ ନବମ ଭାବରେ ବୃହସ୍ପତିଙ୍କର ଚଳନକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ। ବୃହସ୍ପତି ଏଠାରେ ବସି ଆପଣଙ୍କର ଭାଗ୍ୟକୁ ମଜବୁତ ବନେଇବେ। ଆପଣ ଏହି ସାବିତ୍ରୀ ଅମାବାସ୍ୟା ପରେ କମ୍ ପରିଶ୍ରମରେ ଅଧିକ ଲାଭବାନ ହୋଇପାରିବେ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହୋଇପାରେ। ଆପଣ କୌଣସି ଗାଡ଼ି ମୋଟର, ପ୍ରପର୍ଟି, ଭୂମି କିମ୍ବା ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି କିମ୍ବା ଭାବିପାରନ୍ତି। ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି। ଆପଣଙ୍କର ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ଏବଂ କିଛି ସୁନା ଜିନିଷ ମଧ୍ୟ ଆପଣ କ୍ରୟ କରିପାରନ୍ତି। କୌଣସି ବଡ଼ ଇନଭେଷ୍ଟମେଣ୍ଟ, ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି। ଆପଣଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ଜୀବନର ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ଲୋକମାନଙ୍କୁ ଆକସ୍ମିକ ଭାବରେ ଧନ ମଧ୍ୟ ପ୍ରାପ୍ତି ହେବ। ବୃହସ୍ପତି ଏଠାରେ ବସି ଆପଣଙ୍କର ପ୍ରଥମ ଭାବ ମାନେ ଆପଣଙ୍କର ରାଶିକୁ ଏବଂ ଆପଣଙ୍କର ତୃତୀୟ ଭାବ ଏବଂ ଆପଣଙ୍କର ପଞ୍ଚମ ଭାବକୁ ଦୃଷ୍ଟି ଦେବେ। ଲଗ୍ନ ଭାବକୁ ଦେଖିବାର ମାନେ ହେଲା, ଯେଉଁ ପିଲାମାନଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ, ବିବାହ ବୟସ ହୋଇଯାଇଥିଲେ, ଏହି ସାବିତ୍ରୀ ଅମାବାସ୍ୟା ପରେ ଆପଣଙ୍କର ଘରକୁ ନୂଆ ନୂଆ ବିବାହ ପ୍ରସ୍ତାବମାନ ଆସିପାରେ ଏବଂ ଆପଣଙ୍କର ବିବାହ ଫାଇନାଲ ମଧ୍ୟ ହୋଇଯାଇପାରେ। ଘରେ ସୁଖ ଶାନ୍ତିର ମାହୋଲ ବନି ରହିବ। ଘର ପରିବାରରେ ହସଖୁସିର ଲହରୀ ଲାଗି ରହିବ। ପୂର୍ବରୁ ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥିଲା, ତାହା ମଧ୍ୟ ଦୂର ହୋଇଯିବ। ସ୍ୱାସ୍ଥ୍ୟବାନ ଅନୁଭବ କରିବେ ଏବଂ ଗୁରୁ ଏଠାରେ ବସି ଆପଣଙ୍କର ତୃତୀୟ ଭାବକୁ ମଧ୍ୟ ଦୃଷ୍ଟି ଦେଉଛନ୍ତି। ତ ତୃତୀୟ ଭାବକୁ ଦେଖିବାର ମାନେ ହେଲା, ଆପଣ ଏହି ସମୟରେ ବହୁତ ଛୋଟ ମୋଟ ଜାଗାକୁ ଯାତ୍ରା କରିପାରନ୍ତି। ସମାଜରେ ଆପଣଙ୍କୁ ମାନ ସମ୍ମାନ
ପ୍ରତିଷ୍ଠା ପ୍ରାପ୍ତି ହେବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଛୋଟ ଭାଇ ଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ରହିବ। ଏବଂ ଯେଉଁ ବ୍ୟକ୍ତିବିଶେଷମାନେ ଅନଲାଇନରେ କାମ କରୁଛନ୍ତି, ଟ୍ରେଡିଂରେ କାମ କରୁଛନ୍ତି, ଷ୍ଟକ୍ ମାର୍କେଟରେ କାମ କରୁଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ଭଲ ଲାଭ ପ୍ରାପ୍ତି ହେବ। ଯେଉଁମାନେ ମାର୍କେଟିଂ କ୍ଷେତ୍ରରେ ଅଛନ୍ତି, ଟିଚରସିପ୍ କ୍ଷେତ୍ରରେ ଅଛନ୍ତି, ବ୍ୟୁଟି ପାର୍ଲର, ଷ୍ଟେସନାରୀ ସପ୍, କନଷ୍ଟ୍ରକ୍ସନର କାମ, ଏହିସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଡିଜିଟାଲ ମାର୍କେଟିଂରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଏବଂ ଯେଉଁମାନେ ବି ଲେଖକ ଅଛନ୍ତି, ମିଡ଼ିଆ ସେକ୍ଟରରେ ଅଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ଅଧିକ ଲାଭ ପ୍ରାପ୍ତି ହେବ। ଏବଂ ବୃହସ୍ପତିଙ୍କର ନବମ ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରକୁ ରହୁଅଛି। ଏବଂ ପଞ୍ଚମ ଭାବ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ହୋଇଥାଏ, ପ୍ରେମ ଜୀବନର ଭାବ ହୋଇଥାଏ। ତ ଜ୍ଞାନର କାରକ ଗ୍ରହ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାବକୁ ଦୃଷ୍ଟି ଦେଉଛନ୍ତି। ତ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ସମୟ ଆସୁଅଛି। ସେମାନେ ସେମାନଙ୍କର ବିଦ୍ୟା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ। ଆପଣ କୌଣସି ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କ ଭିତରେ ଜ୍ଞାନ ବଢ଼ିବ, ବୁଦ୍ଧି ବଢ଼ିବ। ଜ୍ଞାନ ଏବଂ ବୁଦ୍ଧି ବଳରେ ଆପଣ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ। ଆପଣ କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇପାରନ୍ତି, କୌଣସି ଫର୍ମ ଫିଲ୍ଅପ୍ କରିପାରନ୍ତି। ଏହି ସାବିତ୍ରୀ ଅମାବାସ୍ୟା ପରେ ଯଦି ଆପଣଙ୍କର କିଛି ଏକ୍ଜାମ ଅଛି, ତେବେ ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ସମସ୍ତ ଇଣ୍ଟରଭ୍ୟୁରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ଏବଂ ପଞ୍ଚମ ଭାବ ଆପଣଙ୍କର ପ୍ରେମ ଜୀବନର ଭାବ ହୋଇଥାଏ। ପ୍ରେମ ଜୀବନରେ ଯଦି ପୂର୍ବରୁ କିଛି ସମସ୍ୟା ଲାଗି ରହିଥିଲା ଏବଂ ଯେଉଁମାନଙ୍କର ବ୍ରେକଅପ୍ ହୋଇଯାଇଥିଲା, କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ। ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏବଂ ଯେଉଁମାନେ ବି ସିଙ୍ଗିଲ୍ ଅଛନ୍ତି, ସେମାନଙ୍କୁ ନୂତନ ପାର୍ଟନର ମଧ୍ୟ ମିଳିପାରନ୍ତି। ଭ୍ରମଣ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଜବୁତ ବନିବ, ଅଣ୍ଡରଷ୍ଟାଣ୍ଡିଂ ଭଲ ରହିବ। ଏବଂ ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଦେଖନ୍ତୁ, ମଙ୍ଗଳ ଆପଣଙ୍କର କ୍ୟାରିୟର ଭାବରେ, କର୍ମ ଭାବରେ ଉଚ୍ଚ ଅବସ୍ଥାରେ ଅଛନ୍ତି। ତ ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ, ବହୁତ ଅଧିକ ଉର୍ଜାବାନ ଅନୁଭବ କରିବେ। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଏବଂ ଯେଉଁମାନେ ବେରୋଜଗାର ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ବି କର୍ମ ନାହିଁ, ତ ସେମାନଙ୍କୁ ଏହି ସାବିତ୍ରୀ ଅମାବାସ୍ୟା ପରେ ନୂତନ କର୍ମ ପ୍ରାପ୍ତି ହୋଇପାରେ। ସେମାନଙ୍କୁ ଭଲ ରୋଜଗାରଟିଏ ମଧ୍ୟ ପ୍ରାପ୍ତି ହୋଇପାରେ। କୌଣସି ଏକ ଭଲ ସ୍ଥାନରେ ଚାକିରିଟିଏ ମଧ୍ୟ ମିଳିପାରେ। ଏବଂ ଆପଣ ଯଦି ପୂର୍ବରୁ ଚାକିରି କରିଛନ୍ତି, ତ ଆପଣଙ୍କର ପ୍ରମୋସନ୍ ହେବାର ମଧ୍ୟ ଯୋଗ ବନୁଅଛି। ଆପଣଙ୍କୁ କୌଣସି MNC କମ୍ପାନୀରେ ଜବ୍ ଅଫର୍ ମଧ୍ୟ ଆସିପାରେ। ଏବଂ ଯେଉଁମାନେ ବି ବିଦେଶ ଯିବାକୁ ଚାହୁଁଥିଲେ, ତ ସେମାନଙ୍କର ଏହି ଇଚ୍ଛା ନିଶ୍ଚିନ୍ତ ପୂର୍ଣ୍ଣ ହେବ। ବିଦେଶ ଯିବାର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଏବଂ ବିଦେଶରେ ରହି ଯେଉଁ ବ୍ୟକ୍ତିବିଶେଷମାନେ କାର୍ଯ୍ୟ କରୁଛନ୍ତି, ସେ ବ୍ୟାପାର ହେଉ କିମ୍ବା ଚାକିରି କରୁଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ଅଧିକ ଲାଭ ପ୍ରାପ୍ତି ହେବ। ଶନି ଆପଣଙ୍କର ଷଷ୍ଠ ଭାବରେ ବସି ଆପଣଙ୍କର ଦ୍ୱାଦଶ ଭାବକୁ ଦେଖୁଛନ୍ତି। ଷଷ୍ଠ ଭାବରେ ବସିବାର ମାନେ ହେଲା ଶତ୍ରୁହନ୍ତା ଯୋଗ ବନଉଛନ୍ତି। ଆପଣଙ୍କର ଯଦି ପୂର୍ବରୁ କିଏ ଶତ୍ରୁ ଥିଲେ, କେହି ଆପଣଙ୍କର କିଛି କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ତ ସେମାନଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ସମସ୍ତ ଋଣ ଏବଂ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ବୈବାହିକ ଦାମ୍ପତ୍ୟ ଜୀବନରେ ମଧ୍ୟ ଆପଣଙ୍କୁ ସୁଖ ପ୍ରାପ୍ତି ହେବ। ଆପଣ ଦୁଇ ଜଣଙ୍କ ମଧ୍ୟରେ ତାଳମେଳ ଠିକ୍ ରହିବ। ଆପଣ ଦୁଇ ଜଣ ମିଶି କିଛି ଫ୍ୟାମିଲି ପ୍ଲାନିଂ କରିପାରନ୍ତି। ଏବଂ ଯେଉଁ ଦମ୍ପତିମାନେ ସନ୍ତାନର କାମନା କରୁଥିଲେ, ତ ସେମାନଙ୍କୁ ଏହି ସାବିତ୍ରୀ ଅମାବାସ୍ୟା ପରେ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ଏବଂ ଯେଉଁ ବ୍ୟକ୍ତିବିଶେଷମାନେ ବ୍ୟାପାର ବାଣିଜ୍ୟ କରୁଛନ୍ତି, ସେମାନେ ତାଙ୍କର ବ୍ୟାପାର ବାଣିଜ୍ୟରେ ବହୁତ ଅଧିକ ଉନ୍ନତି କରିବେ। ଆପଣ କୌଣସି ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କର ପ୍ରଫିଟ୍ ବଢ଼ିବ, ଡେଲି ଇନକମ୍ ବଢ଼ିବ। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବା ଆରମ୍ଭ ହୋଇଯିବ। ଆପଣ ପଇସା କିଛି ସଞ୍ଚୟ କରିବା ଆରମ୍ଭ କରିବେ। ବଡ଼ ଭାଇ ଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ। ମାଆଙ୍କର ସ୍ୱାସ୍ଥ୍ୟର ଯଦି କିଛି ସମସ୍ୟା ଲାଗି ରହିଥିଲା, ତାହା ମଧ୍ୟ ଦୂର ହୋଇଯିବ। ମାତା ପିତାଙ୍କ ସହିତ ଆପଣଙ୍କର ସମ୍ପର୍କ
ମଜବୁତ ବନିବ। ପିତାଙ୍କର ସାହାଯ୍ୟ ସହଯୋଗ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ଉନ୍ନତି କରିଦେବ। ତ ମୋଟାମୋଟି ଦେଖିବାକୁ ଗଲେ ଏହି ସାବିତ୍ରୀ ଅମାବାସ୍ୟା ପରେ ତୁଳା ରାଶିର ବ୍ୟକ୍ତିବିଶେଷମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିବାକୁ ଯାଉଛନ୍ତି। ତାହା ଶିକ୍ଷା କ୍ଷେତ୍ରରେ ହେଉ, ଭାଗ୍ୟ କ୍ଷେତ୍ରରେ ହେଉ, କର୍ମ କ୍ଷେତ୍ରରେ ହେଉ, ସମସ୍ତ କ୍ଷେତ୍ରରେ ଆପଣ ଉନ୍ନତି କରିବାକୁ ଯାଉଛନ୍ତି। ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ ଦ୍ରାଂ ଦ୍ରିଂ ଦ୍ରୌଂ ସହ ଶୁକ୍ରାୟ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରନ୍ତୁ ଏବଂ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।